ହାଇପୋଥାଇରଏଡିଜମ୍ କ'ଣ? ଶରୀରରେ ହାଇପୋଥାଇରଏଡିଜମ୍ ଏକ ରୋଗ ଯାହାକି ଶରୀରର ଥାଇରଏଡ଼୍ ହର୍ମୋନ୍ କମିଯାଏ। ଯେତେବେଳେ ଶରୀରର ଥାଇରଏଡ଼୍ ହର୍ମୋନ୍ କମିଯାଏ ସେତେବେଳେ ହାଇପୋଥାଇରଏଡିଜମ୍ ରୋଗ ହୋଇଛି ବୋଲିକି ଆମେ ଜାଣିବାକୁ ପାଉ। ଶରୀରରେ ମେଟାବଲିଜମ୍ ବା କାର୍ଯ୍ୟକଳାପ ଧୀର ହେଲେ ନିମ୍ନଲିଖିତ ଲକ୍ଷଣ ଦେଖାଯାଇପାରେ। ମେଟାବଲିଜମ୍ କ'ଣ? ନା ମେଟାବଲିଜମ୍ ହେଉଛି ଗୋଟେ ପ୍ରୋସେସ୍ ଯାହାକି ଶରୀରର ଯେତେ ବି ଖାଦ୍ୟ ପଦାର୍ଥ ଆମେ ଯାହା ବି ଖାଉ ସେ ସବୁର ଉପାଦାନ ରକ୍ତରେ ମିଶେ ଆଉ ଶରୀରକୁ ଶକ୍ତି ଯୋଗାଏ। ଆଉ ସେ ଶକ୍ତି ଦ୍ୱାରା ମଣିଷ କାର୍ଯ୍ୟକଳାପ ଆଉ ସେ ଏନର୍ଜି ଦ୍ୱାରା ହିଁ ବିଭିନ୍ନ କାର୍ଯ୍ୟକଳାପ କରିବା ପାଇଁ ଶକ୍ତି ପାଏ। ମଣିଷ ଶରୀର ଶକ୍ତି ପାଏ। ସେ ପ୍ରୋସେସ୍ ତାକୁ ଆମେ ମେଟାବଲିଜମ୍ ବୋଲି କହୁ। ଆଉ ସେ ମେଟାବଲିଜମ୍ କାର୍ଯ୍ୟକଳାପ ଧୀର ହେଲେ, ସ୍ଲୋ ଗତିରେ ଚାଲିଲେ ବା ଧୀରେ ଧୀରେ ଚାଲିଲେ, ଯେତିକି ଚାଲିବା ଦରକାର ଶରୀର ପାଇଁ ସେ ସେତିକି ଶୀଘ୍ର ଚାଲିପାରେ ନାହିଁ। ମେଟାବଲିଜମ୍ କାର୍ଯ୍ୟକଳାପ ପୁରା ଧୀର ହୋଇଯାଏ। ଶରୀରରେ ନିମ୍ନଲିଖିତ ଲକ୍ଷଣ ଦେଖାଦିଏ। କ'ଣ କ'ଣ? ନା ପ୍ରଥମ ହେଉଛି ସବୁବେଳେ ଥକା ଲାଗିବା, ଶରୀର କଷ୍ଟ ଅନୁଭବ ହେବା, ଥକା ଲାଗିବା, କାମ କରିବାକୁ ଇଚ୍ଛା ହେବ ନାହିଁ, ଦୁର୍ବଳତା ଲାଗିବା, ଶକ୍ତିର ଅଭାବ ଅନୁଭବ ହେବା। ଯେତେବେଳେ ମେଟାବଲିଜମ୍ ପ୍ରକ୍ରିୟା ଧୀର ହୋଇଯାଏ ସେତେବେଳେ କ'ଣ ହୁଏ? ଶରୀରରେ ଶକ୍ତି ଆଉ ପାଇପାରେ ନାହିଁ, ଶକ୍ତିର ଅଭାବ ଦେଖାଦିଏ ଆଉ ଦୁର୍ବଳତା ଅନୁଭବ ହୁଏ। ତାପରେ ଆସିଲା ଓଜନ ବଢ଼ିବା, ଶରୀରରେ ଓଜନ ବଢ଼ିବା କିମ୍ବା କମାଇବାର ଅସୁବିଧା ହେବା, ଶରୀରରେ ଓଜନ ବଢ଼ିଯିବା ଆଉ ଓଜନ କମାଇବାର ବି ଶକ୍ତି ଶରୀର ପାଖରେ ନଥିବା। ଯେତେବେଳେ କି ଥାଇରଏଡ଼୍ ହର୍ମୋନ୍ ଆମ ଶରୀରରେ କମିଯାଏ ଓଜନ ଆପେ ଆପେ ବଢ଼ିଯିବ ଆଉ ଓଜନ କମାଇବାର କ୍ଷମତା ବି ଶରୀର ପାଖରେ ନଥିବ। ଠିକ୍ ସେହିପରି ଥଣ୍ଡା ସହିପାରିବା ନାହିଁ। ଆମକୁ ସାଧାରଣ ପରିବେଶରେ ମଧ୍ୟ ଆମକୁ ଅଧିକ ଥଣ୍ଡା ଲାଗିବା, ଅନ୍ୟମାନଙ୍କୁ ସାଧାରଣ ପରିବେଶରେ ଯେମିତି ସାଧାରଣ ଭାବେ ପରିଷ୍କାର ପରିଚ୍ଛନ୍ନ ଲାଗେ ଠିକ୍ ସେମିତି ଥାଇରଏଡ଼୍ ହର୍ମୋନ୍ କମିଥିବା ବା ରୋଗକ୍ରାନ୍ତ ହୋଇଥିବା ବ୍ୟକ୍ତିଟି ମଧ୍ୟ ସାଧାରଣ ପରିବେଶରେ ତାକୁ ଅଧିକା ଥଣ୍ଡା ଲାଗିବା। ଏ ହେଉଛି ହାଇପୋଥାଇରଏଡିଜମ୍ର ଲକ୍ଷଣ। ଠିକ୍ ସେହିପରି ଚର୍ମ ଓ କେଶର ପରିବର୍ତ୍ତନ, ଶରୀରରେ ଚର୍ମ ଶୁଖିଲା ଦେଖାଦେବା, କେଶ ପତଳା ହୋଇଯିବା, ଚର୍ମ ଶୁଖିଲା ରହିଯିବା, ଚର୍ମ ଶୁଖିଲା ଦେଖାଦିଏ, ନଖ ଦୁର୍ବଳ ହୋଇଯାଏ, ଭଙ୍ଗୁର ହେବା, ନଖ ଦୁର୍ବଳ ହୋଇଯାଏ, ଭାଙ୍ଗିଯାଏ ଆପେ ଆପେ ଏବଂ କେଶ ପତଳା ହୋଇଯିବା। ଏସବୁ ହେଉଛି ହାଇପୋଥାଇରଏଡିଜମ୍ର ଲକ୍ଷଣ। ଠିକ୍ ସେହିପରି ପାଚନ ପ୍ରକ୍ରିୟା ଧୀର ହେବା, ପାଚନ ପ୍ରକ୍ରିୟା ଯାହାକି ଆମେ ଖାଦ୍ୟ ଖାଉ, ଖାଦ୍ୟରୁ ଶରୀରକୃତ ପଦାର୍ଥ ରକ୍ତରେ ମିଶେ ଆଉ ଅବଶିଷ୍ଟ ପଦାର୍ଥ ଯେମିତି ବାହାରକୁ ବାହାରି ଆସେ, ଠିକ୍ ସେହିପରି ପାଚନ ପ୍ରକ୍ରିୟା ଯାହାକୁ ଆମେ କହୁ ବାରମ୍ବାର କୋଷ୍ଠକାଠିନ୍ୟ କନଷ୍ଟିପେସନ୍ ହେବା ଏ ବି ହାଇପୋଥାଇରଏଡିଜମ୍ର ଲକ୍ଷଣ। କନଷ୍ଟିପେସନ୍ ହେବା, ପାଚନ ପ୍ରକ୍ରିୟା ଧୀର ହେବା, ମନ ଖରାପ ରହିବା, ମନ ଦୁଃଖ ରହିବା, ଅବସାଦ କିମ୍ବା ରୋଗଗ୍ରସ୍ତ ହେଲା ପରେ ମନ ଦୁଃଖ ରହିବା, ଅବସାଦ ହୋଇଯିବା, ଭୁଲିଯିବାର ପ୍ରବଣତା, କିଛି ବି କାମ କରିବାକୁ ଇଚ୍ଛା ହୁଏ ନାହିଁ, ମନ ଖରାପ ରହିଯିବା। ଏହି ଲକ୍ଷଣ ଗୁଡ଼ିକ କେବଳ ଥାଇରଏଡ଼୍ ରୋଗ ପାଇଁ ନୁହେଁ, ନିଶ୍ଚିତ ଜାଣିବା ପାଇଁ TSH, T4 ରକ୍ତ ପରୀକ୍ଷା ଆବଶ୍ୟକ ହୁଏ। ତା ସହିତ T3 ବି ଆମକୁ କରିବାକୁ ପଡ଼େ। ଏହି ଲକ୍ଷଣ ଗୁଡ଼ିକ ଥାଇରଏଡ଼୍ ରୋଗ ପାଇଁ ନୁହେଁ। ନିଶ୍ଚିତ ଜାଣିବା ପାଇଁ ଆମକୁ TSH ମାନେ ଥାଇରଏଡ଼୍ ଷ୍ଟିମୁଲେଟିଂ ହର୍ମୋନ୍, T3 ଏବଂ T4ର ରକ୍ତ ପରୀକ୍ଷା କରାଇବା ଜରୁରୀ ହୁଏ। ଏ ହେଉଛି ହାଇପୋଥାଇରଏଡିଜମ୍ର ଲକ୍ଷଣ ଆଉ ଆର ଶୀଘ୍ର ଚିକିତ୍ସା କରିବା ଜରୁରୀ।